जय श्री जगन्नाथ भाई माने सर्वप्रथम गुरुदेव गणपति और जगतमा को प्रणाम करिया आज हम हमर एस्ट्रो सेशन आरंभ करिवा एस्ट्रो सेशन नंबर हम नक्षत्र सीरीज करथिले नक्षत्र सीरीज रो क्रम रे हमें आज धनिष्ठा नक्षत्र पढ़िबा धनिष्ठा नक्षत्र रो स्पेसिफिकेशन विषय रे जानिबा सब वीडियो रे कहि रखे आज भी सेही कथाटा रिपीट करूची जे वैदिक युग रे कोनोसी मॉडर्न एडवांस प्रेडिक्शन टेक्निक नथिला सेति ସେମାନେ ନକ୍ଷତ୍ରକୁ ବେସ୍ କରିକି ସବୁତିକ ପ୍ରେଡିକ୍ସନ କରୁଥିଲେ କୋଉ ଭାବରେ କୋଉ ନକ୍ଷତ୍ରରେ କୋଉ ଗ୍ରହ ବସିଛି ସେଇଆକୁ ଦେଖି ସେମାନେ ପ୍ରେଡିକ୍ସନ କରୁଥିଲେ ଏବଂ ଏଇଟା ଥିଲା ମୁଖ୍ୟ ସୋର୍ସ ଅଫ ପ୍ରେଡିକ୍ସନ। ଆଜି ବି ଚନ୍ଦ୍ର ଯୋଉ ନକ୍ଷତ୍ରରେ ବସିଯାଏ ସେଇ ନକ୍ଷତ୍ର ଆମର ରାଶି ହେଇଯାଏ, ସେଇ ନକ୍ଷତ୍ରର ସେଇ ଭାବରେ ସେଇ ଜିନିଷଟା ଆମର ରାଶି ହେଇଯାଏ। ତେଣୁ ଆ, ଯେକୌଣସି ପ୍ଲାନେଟ ଯେକୌଣସି ଗ୍ରହ ଯେକୌଣସି ନକ୍ଷତ୍ରରେ ଯେକୌଣସି ଭାବରେ ବସିବ ସେଇ ନକ୍ଷତ୍ରରେ ହିଁ ତାର ଜଡ ବା ରୁଟ ନକ୍ଷତ୍ର ଫୁଏଲ ହେଲେ ଆଉ ଗ୍ରହଟା ହଉଛି ତାର ବାହନ ବା ଭେହିକିଲ ନକ୍ଷତ୍ର ଡ୍ରାଇଭ କରିବ। ନକ୍ଷତ୍ର ହିଁ ଡ୍ରାଇଭିଂ ଫୋର୍ସ ଦିଏ ପ୍ଲାନେଟ କୁ ଏବଂ ପ୍ଲାନେଟ ବି ତାର ଉଭୟ ପରସ୍ପର ପରିପୂରକ। ଯେତେ ବି କଳିଯୁଗର ବେଷ୍ଟ ଦଶା ସିଷ୍ଟମ ବିଂଶୋତ୍ତରୀ ଦଶା ସିଷ୍ଟମ ସେ ବି ନକ୍ଷତ୍ରକୁ ବେଶ କରି ବନାଯାଇଛି। ତେଣୁ ଆମେ ନକ୍ଷତ୍ର ସ୍ପେସିଫିକେସନ ଗୁଡାକ ବିଷୟରେ ଭଲ ଭାବରେ ପଢୁଛେ। ଆଜି ଆମେ ସେଇ କ୍ରମରେ ଧନିଷ୍ଠା ନକ୍ଷତ୍ର ପଢିବା। ଧନିଷ୍ଠା ନକ୍ଷତ୍ର କହିବା ଧନିଷ୍ଠା ନକ୍ଷତ୍ର ପଢିବା ପୂର୍ବରୁ ଟିକେ କହି ରଖେ ଯେ ନକ୍ଷତ୍ର ଗୁଡାକ ବହୁତ ଛୋଟ ଛୋଟ ଶେଷରେ ଆମେ ଜିନିଷଟାକୁ କରୁଛୁ ସେଇଟାକୁ ଆପଣ ବାରମ୍ବାର ଶୁଣିଲେ ଆପଣଙ୍କର ମନେ ରହିବ ବୋଲି ହିଁ ଆମେ ସେଇ ଜିନିଷଟାକୁ କରୁଛୁ। କୌଣସି ଜିନିଷ କିଛି ବି ପଢିକି ମନେ ରଖିବା ଇମ୍ପସିବୁଲ ନୁହଁ। କୌଣସି ଜିନିଷ ପାଇଁ ଯଦି ଆପଣ ମାନେ ଟ୍ରାଏ କରୁଛନ୍ତି ତାକୁ ପାଇବା ପାଇଁ କି ଯେତିକି ଥର ଆପଣ ଫେଲୁଅର ହଉଛନ୍ତି ଯେତିକି ଥର ମନେ ରହୁନି କିଛି ଅସୁବିଧା ନାହିଁ, ବାରମ୍ବାର କରନ୍ତୁ। ଅଭ୍ୟାସ କ୍ରମରେ ହିଁ ସେଗୁଡା ସବୁ ଧୀରେ ଧୀରେ ମନେ ରହିବ। ତେଣୁ ମୋର କହିବା କଥା ହେଲା ଯେ ଆମେ ଯୋଉ ନକ୍ଷତ୍ର ଆମେ ପଢିବା ସେ ନକ୍ଷତ୍ରରେ ଏତେ ସାରା ସ୍ପେସିଫିକେସନ ଅଛି, ଏତେ ସାରା ପ୍ରେଡିକ୍ସନ ଅଛି। ଯେତେବେଳେ ଆମେ ନକ୍ଷତ୍ରକୁ ବେଷ୍ଟ ପ୍ରେଡିକ୍ସନ ଶିଖିବା ସେତିକି ବେଳେ ମୁଁ ସେଇ ଜିନିଷ ଗୁଡାକୁ ଆଲୋଚନାରେ ନେବି। ତେବେ ଚାଲନ୍ତୁ ଆଜି ଆମେ ଧନିଷ୍ଠା ନକ୍ଷତ୍ର ବିଷୟରେ ଆଲୋଚନା କରିବା। ଧନିଷ୍ଠା ନକ୍ଷତ୍ରକୁ କୁହାଯାଏ ଦ ଷ୍ଟାର ଅଫ ସିମ୍ଫୋନି, ମାନେ ମ୍ୟୁଜିକାଲ ଷ୍ଟାର। ଏହି ନକ୍ଷତ୍ରରେ ଯୋଉ ମାନେ ପ୍ରାୟତଃ ଜନ୍ମ ହେଇଥାନ୍ତି ଦେଖାଯାଏ ସେମାନଙ୍କର ମ୍ୟୁଜିକ ପ୍ରତି ଗୋଟେ ଅଲଗା ପ୍ରକାର ରୁଚି ଥାଏ। ଠିକ ଅଛି। ଏହି ନକ୍ଷତ୍ରର ଦେବତା ହଉଛନ୍ତି ଅଷ୍ଟ ବସୁ ଏବଂ ଏହି ନକ୍ଷତ୍ରର ସିମ୍ବଲ ହଉଛି ଡ୍ରମ୍ ନହେଲେ ଫ୍ଲୁଟ। ଫ୍ଲୁଟ ମାନେ ହଉଛି ବଇଁଶୀ। ଏଇ ନକ୍ଷତ୍ରକୁ ଯୋଉ ପ୍ଲାନେଟ ରୁଲ କରନ୍ତି ସେ ହଉଛନ୍ତି ମାର୍ସ। ଧର୍ମ ଅର୍ଥ କାମ ମୋକ୍ଷ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି, ଧର୍ମ ପୁରୁଷାର୍ଥ ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରନ୍ତି। ଏ ମନୁଷ୍ୟ ଯୋଉ ତିନି ଗଣ ଅଛି ଇଏ ନକ୍ଷତ୍ରଟେ ରାକ୍ଷସ ଗଣ ଅଣ୍ଡରରେ ଆସୁଛି। ଏହାର ବର୍ଣ୍ଣ ହଉଛି ଫାର୍ମର ବା କୃଷକ, ସର୍ଭାଣ୍ଟ ମାନେ ସେବକ ଏବଂ ହଉଛି ଆକାଶ ତତ୍ଵ। ବ୍ରହ୍ମା ବିଷ୍ଣୁ ମହେଶ୍ଵର ଭିତରୁ ଭଗବାନ ଯୋଉ ତ୍ରିମୂର୍ତ୍ତି ଅଛନ୍ତି ଆମର ବ୍ରହ୍ମା ବିଷ୍ଣୁ ମହେଶ୍ଵର, ଭଗବାନ ବିଷ୍ଣୁ ଏଇ ନକ୍ଷତ୍ରକୁ ରୁଲ କରନ୍ତି। ଯୋଉ ପ୍ରାଣୀ ଏଇ ନକ୍ଷତ୍ରକୁ ରୁଲ କରେ ସେ ହଉଛି ସିଂହ, ଫିମେଲ ଲାୟନ। ଯୋଉ ପକ୍ଷୀ ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ମୟୂର। ଯୋଉ ଗଛ ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରେ ସେ ହଉଛି ଶମୀ ଗଛ। ଆଉ ଯଦି କୌଣସି ପିଲା ଏଇ ନକ୍ଷତ୍ରରେ ଜନ୍ମ ହେଇଥାଏ ତାହେଲେ ତାର ଆଦ୍ୟ ଅକ୍ଷରର ନାଁ ଗ ରୁ ଷ୍ଟାର୍ଟ ହବ। ଗା, ଗି, ଗୁ, ଗେ ଏଇଭଳିଆ ଆପଣ ତାର ନାଁ ଦେବେ। ତ ଆଜିର ସେସନରେ ଆମେ ଧନିଷ୍ଠା ନକ୍ଷତ୍ର ବିଷୟରେ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।